ଆମେ ମାଙ୍କୁ ଆହ୍ୱାନ କରି ଆରମ୍ଭ କରିବା। ମା, ଆମେ ଆଲୋଚନା କରୁଛନ୍ତି ସହିଷ୍ଣୁତା, ପ୍ରଶଂସା ପାଇବାକୁ ପ୍ରାଣୀଙ୍କର ଇଚ୍ଛା, ଯଥାର୍ଥରେ ଭାଇ ଦୀକ୍ଷିତ ପ୍ରାଣୀଙ୍କର ନାନା ଲକ୍ଷଣ। ଆମେ ଆଜି ଦୀକ୍ଷିତ ପ୍ରାଣର ଯୋଉ ନାନା ଲକ୍ଷଣ ମା ଯାହା ଲେଖୁଛନ୍ତି ତାକୁ ଭଲରେ ଶୁଣିବା, ଆମେ ନିଜକୁ ବିଚାର ଭାଇ କରିବା ଆମ ଡାକୁଛି ଯେ ଶୁଭୁ ନାହିଁ କି? ମତେ କୋଉ ଭଳି ଭାବରେ ପ୍ରସ୍ତୁତ ହେବାକୁ ପଡିବ ଏବଂ ଚିହ୍ନିବି ଯେ ମୁଁ କୋଉ ସ୍ତରରେ ଅଛି। ଯଥାର୍ଥ ଭାବରେ ଦୀକ୍ଷିତ ପ୍ରାଣିକ ଭାଗଟି ଉପଲବ୍ଧିର ପ୍ରକ୍ରିୟାଟିରେ ମଧ୍ୟ ଏକ ଆନନ୍ଦ ଅନୁଭବ କରୁଥାଏ। ଯଥାର୍ଥ ଭାବରେ ଦୀକ୍ଷିତ ପ୍ରାଣିକ ଭାଗ ଯୋଉ ପ୍ରାଣ ନିଜକୁ ସଂକଳ୍ପବଦ୍ଧ କରିଛି। ଆମେ ଦୀକ୍ଷିତ କହିଲେ କଣ ବୁଝୁ? ଯିଏ ଦୀକ୍ଷା ନେଇଥାଏ। ଦୀକ୍ଷା ନେଇଥାଏ ମାନେ ବର୍ତ୍ତମାନ ଯୋଉ ସାଧାରଣ ଧାରାରେ ଆମେ ଯୋଉଟା ବୁଝିଛୁ ଯେ ଭିନ୍ନ ଭିନ୍ନ ଗୁରୁଙ୍କ ପାଖରେ ଯାଇକି ଦୀକ୍ଷା ନିଅନ୍ତି। ତାମାନେ ମୁଁ ଯୋଉ ସେ ଜୀବନ ମ୍ୟୁଟ ଧାରାରେ କରିଦେଇଛନ୍ତି ସାଧାରଣ ବୋଧେ। ଜୀବନ ଧାରାରେ ବଞ୍ଚୁଥିଲି, ମୁଁ ଯେତେବେଳେ ଦୀକ୍ଷା ଗ୍ରହଣ କଲି ତାଙ୍କର ନିୟମ କାନୁନ ନୀତି ଯାହା ରହିଛି ତାକୁ ମୁଁ ସର୍ବାଦୌ ପାଳନ କରିବି ବୋଲି ନିଜେ ସ୍ଥିର କରିଛି। ତାପରେ ଦୀକ୍ଷା ନେଲି ଏବଂ ଦୀକ୍ଷା ନେଲା ପରେ ମୋର ଆପ୍ରାଣ ଉଦ୍ୟମ ଚେଷ୍ଟା କରିବି ତାକୁ ମୋ ଜୀବନରେ ଆଚରଣରେ ସେଇ ନୀତି ନିୟମ ଗୁଡିକୁ ପାଳନ କରିବା ପାଇଁ। ଆପଣ ମାନେ ଜାଣିଥିବେ ଯେତେବେଳେ ଜଣେ ସାଧାରଣ ଜୀବନରେ ଆଧ୍ୟାତ୍ମିକ ଜୀବନ ପାଇଁ ଯେତେବେଳେ ସେ ଦୀକ୍ଷା ଗ୍ରହଣ କରେ, ଯେକୌଣସି ଗୁରୁଙ୍କ ପାଖକୁ ଯାଏ, ଆମର ଯୋଉ ଗୁରୁକୁଳ ପଦ୍ଧତି ଥିଲା ବା ପନ୍ଥ ମାନେ ପନ୍ଥ ଥିଲା ଯୋଉଥିରେ ଭିନ୍ନ ଭିନ୍ନ ଗୁରୁ ତାଙ୍କର ଶିଷ୍ୟ ମାନଙ୍କୁ ଭଗବାନଙ୍କ ପାଖକୁ ଯିବା ପାଇଁ ତାଙ୍କ ପ୍ରୟାସରେ ସାହାଯ୍ୟ କରୁଥିଲେ, ଦିଗଦର୍ଶନ ଦଉଥିଲେ। ସେମାନେ ଯେତେବେଳେ ଦୀକ୍ଷା ଦିଅନ୍ତି ସେତେବେଳେ ତାଙ୍କୁ ଗୋଟେ ଯଜ୍ଞ କରାଯାଏ। ସେତେବେଳେ ପୂର୍ବ ଯୋଉ ତାଙ୍କର ପରିଚୟ ଥିଲା ସେ ସବୁ ପରିଚୟକୁ ସେଥିରେ ସେମାନେ ଜଳାଞ୍ଜଳି ଦିଅନ୍ତି, ମାନେ ଯଜ୍ଞରେ ସ୍ୱାହା କରନ୍ତି। ତାଙ୍କର ପୁନର୍ଜନ୍ମ ଘଟେ, ତାଙ୍କୁ ନୂଆ ନାମ ଦିଆଯାଏ। ସେମାନେ ହଉଛନ୍ତି ଭଗବାନଙ୍କର ସନ୍ତାନ ଏବଂ ନୂତନ ନାମ ଦିଆଯାଏ। ତେଣୁ ପୂର୍ବ ଗୋତ୍ର ପିତା ମାତା ଯୋଉ ପରିଚୟ ଥିଲା ସେ ପରିଚୟ ସବୁ ସେଇଠି ସେମାନେ ସ୍ୱାହା କରନ୍ତି। ସେଟାକୁ ସେଠି କଣ କରନ୍ତି ତାକୁ କହନ୍ତି ମାନେ ନିଜେ ନିଜକୁ ଯୋଉ ଦାହ କଲା ଭଳିଆ ଯୋଉ ଯଜ୍ଞରେ ନିଜକୁ ଦାହ କରିଦବ। ତା ମାନେ ନିଜର ପୁରୁଣା ଯେତେକ ପରିଚୟ ଥିଲା, ଯେତେକ ସମ୍ପର୍କ ଥିଲା, ସବୁ ସମ୍ପର୍କକୁ ଭଗବାନଙ୍କ ପାଖରେ ସେ ଅଗ୍ନି କୁଣ୍ଡରେ ନିଜକୁ କଣ କରନ୍ତି ସେମାନେ ସମର୍ପଣ କରିଦିଅନ୍ତି। ତାପରେ ଯୋଉ ଜନ୍ମ ଗ୍ରହଣ ଯୋଉ ନୂଆ ନାମ ଦିଆଯାଏ ତା ନୂତନ ଜନ୍ମ ହେଲା। ତେଣୁ ତାଙ୍କୁ ସେଇଥିପାଇଁ ତାଙ୍କୁ କୁହାଯାଏ ଦ୍ୱିଜ। ଦ୍ୱିଜ ମାନେ ମାନେ ଦ୍ଵିତୀୟ ଜନ୍ମ ହେଇଗଲା ତାଙ୍କର। ଦୁଇଥର ଜନ୍ମ ହେଲେ, ଥରେ ଜନ୍ମ ହେଇଥିଲେ ଏବେ କିନ୍ତୁ ନୂତନ ଯୋଉ ପଥରେ ପାଦ ଦେଲେ ସେଇ ପଥରର ଶୃଙ୍ଖଳାରେ ନିଜକୁ ପରିଚାଳିତ କରିବା ପାଇଁ ସଂକଳ୍ପ ସେ କରନ୍ତି। ତେଣୁ ଏଠି ଆମେ ଯୋଉ ଦୀକ୍ଷା ଯିଏ ଗ୍ରହଣ କରୁଛି ତାମାନେ ଦୀକ୍ଷିତ ପ୍ରାଣ କୁହାଉଛି। ତାମାନେ ପ୍ରାଣ ସଂକଳ୍ପ କରିଥିଲା ପୂର୍ଣ୍ଣ ଯୋଗରେ ସାହାଯ୍ୟ କରିବ ଏବଂ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲା। ସେଇ ପ୍ରସ୍ତୁତି ର ପରେ ତା ଭିତରେ କଣ କଣ ଲକ୍ଷଣ ମାନ ଦେଖାଯିବ, କଣ କଣ ଭାବ ପ୍ରକାଶ ହବ ସେଗୁଡକୁ ଆମେ ଦେଖିବା। ଏକରେ କହିଲେ କଣ ଉପଲବ୍ଧିର ପ୍ରକ୍ରିୟାଟିରେ ମଧ୍ୟ ଏକ ଆନନ୍ଦ ଅନୁଭବ କରିଥାଏ। ଉପଲବ୍ଧିର ପ୍ରକ୍ରିୟାରେ ଆନନ୍ଦ ଅନୁଭବ କଣ ନା ଯେକୌଣସି ଜିନିଷ ଆମେ ଉପଲବ୍ଧି କରିବାକୁ ଯେତେବେଳେ ଯାଆନ୍ତି ସେତେବେଳେ ଯୋଉ ପ୍ରସ୍ତୁତ ହୁଅନ୍ତି ସେଇ ଯୋଉ ପ୍ରକ୍ରିୟା ସେ ପ୍ରକ୍ରିୟାଟି ଏତେ ସହଜ ନୁହଁ। ସେ ପ୍ରକ୍ରିୟାରେ କଣ ହୁଏ ନା ବାଧା ଆସେ, ଅସୁବିଧା ଆସେ, ଯନ୍ତ୍ରଣା ଆସେ, ଉତ୍ଥାନ ଅଛି, ପତନ ଅଛି, ସବୁ ଆସେ। ସେ ସବୁ ପ୍ରକ୍ରିୟାରେ ସେ ହତାଶ ହୁଏ ନାହିଁ, ନିରାଶ ହୁଏନି, ବିଷାଦ ହୁଏ ନାହିଁ। ଆନନ୍ଦ ଅନୁଭବ କରେ, ସେ କାର୍ଯ୍ୟକୁ ସେ ଆନନ୍ଦର ସହିତ କରିଚାଲେ। ଯେମିତି ଆପଣ ଦେଖିଥିବେ ଯୋଉ ଦିନ ଆପଣ ସଂକଳ୍ପ କରିବେ ଯେ ମୁଁ ଆଜି
ଠାରୁ କାହା ଉପରେ ଆଉ ରାଗିବି ନାହିଁ। ଦେଖିବେ ଠିକ ତା ପର ମୁହୂର୍ତ୍ତରେ ଆପଣଙ୍କ ପାର୍ଶ୍ବରେ ଏମିତି ଏକ ଘଟଣା ଘଟିବ ଯୋଉଥିରେ ଆପଣ ସାଙ୍ଗେ ସାଙ୍ଗେ ରାଗିବେ, ସାଙ୍ଗେ ସାଙ୍ଗେ ରାଗିବେ। ଯୋଉ ପ୍ରଚେଷ୍ଟାରେ ତେଣୁ ଆମକୁ ବିରକ୍ତ ଲାଗିବ, ମୁଁ ସଂକଳ୍ପ କରିଥିଲି ଆଉ ପୁଣି ରାଗିଗଲି, ହତାଶ, ଏମିତି କୌଣସି ପ୍ରକାର ନାହିଁ। ଆନନ୍ଦର ସହିତ ଯୋଉ ଯୋଉ ପଦକ୍ଷେପ କୁହାଯିବ ତାଙ୍କୁ କୁହାଯିବ ଏଇ ଶୃଙ୍ଖଳା କର, ଏମିତି ନିଜକୁ ଯୋଉ ଜାଗାରେ ତମର ଭୁଲ ଅଛି ନା ତୁମେ ସ୍ୱୀକାର କରିନିଅ, ନିଜ ଭୁଲକୁ ସ୍ୱୀକାର କରି ବିନମ୍ର ସହିତ ଗ୍ରହଣ କରିବାଟା ଏତେ ସହଜ ବେପାର ନୁହେଁ। ସେଥିରେ ପ୍ରାଣ ବହୁତ କଷ୍ଟ ପାଏ, ବହୁତ ମାନେ ତାକୁ ଆଘାତ ହୁଏ, ବହୁତ ଆଘାତ ହୁଏ। କଣ ହେଲା, ମୋ ଭଳିଆ ଲୋକ ପୁଣି ଭୁଲ ମାଗିବ। ଆମେ ଏବେ ଜଣେ କଥା ହଉଥିଲେ ଶିକ୍ଷକ ଏବଂ ପିଲାଙ୍କ କଥା ନେଇ। ଶିକ୍ଷକ ପିଲାର ହଉଛି ପଥ ପ୍ରଦର୍ଶକ। ତାକୁ ଜଣେ ଅଭିଭାବକ ପିଲାକୁ ଶିକ୍ଷକ କଣ କହିଛନ୍ତି, ଯାହାର ପରିଣାମ ସ୍ୱରୂପ ପିଲାଟି ନିରୁତ୍ସାହିତ ହେଇଛି। ଅଭିଭାବକ ଯେତେବେଳେ କହୁଛନ୍ତି, ଯଦି ଅଭିଭାବକ ସଚେତନ ଟିକେ ଅଛନ୍ତି ବୋଲି ଜଣା ପଡୁଛି ଯାହା, ତେଣୁ ସେ କହୁଛନ୍ତି ଶିକ୍ଷକ ହିସାବରେ ଆପଣ ପିଲାମାନଙ୍କୁ ଉତ୍ସାହିତ କରିବେ। ଏଭଳି ନିରୁତ୍ସାହିତ କଥା କହିଲେ ପିଲା ଯେତିକି ବି ଚେଷ୍ଟା କରୁଛି ଚେଷ୍ଟା କରିବନି। ବର୍ତ୍ତମାନ ଶିକ୍ଷକ ସାଙ୍ଗେ ସାଙ୍ଗେ ଗ୍ରହଣ କରିନବା କଥା, ଆରେ ହେଇ କେଡେ ବଡ କଥାଟା ମତେ କହିଲେ ରେ, ସତ କଥା ତ, ମୁଁ ଏମିତି କେମିତି କରିଛି। ଯଦି ଏଇଟା ସେ ଗ୍ରହଣ କଲେ ଆନନ୍ଦର ସହିତ ଏବଂ ନିଜକୁ ପରିବର୍ତ୍ତନ କଲେ, ତାହେଲେ ସେ ନିଜର ପ୍ରାଣ ଶକ୍ତି ଉପରେ ଗୋଟିଏ ଷ୍ଟେପ ସେ ମାନେ ଗୋଟିଏ ପଦକ୍ଷେପ ଆଗେଇ ପାରିଲେ ପ୍ରାଣକୁ ନିୟନ୍ତ୍ରଣ କରିବାରେ ବା ପ୍ରାଣକୁ ପ୍ରସ୍ତୁତ କରିବାରେ। ଯଦି ତାହା ନକରି ସିଏ ଯଦି ଶୁଣିଲା ପରେ ଯାଇକି ସେ ପିଲା ଉପରେ ଓଲଟା ଯଦି ଆହୁରି ଅତ୍ୟାଚାର କରନ୍ତି, ତାହେଲେ ଜାଣିବେ ସେ ପୁରା ପୁରି ନିମ୍ନତମ ପ୍ରାଣରେ ରହିଛନ୍ତି ବା ପ୍ରାଣର ନିମ୍ନତମ ସ୍ତରରେ ରହିଛନ୍ତି। ତେଣୁ ଉପଲବ୍ଧିର ଯୋଉ ପ୍ରକ୍ରିୟା ଥାଏ, ସେତେବେଳେ ମାନ ଅପମାନ ବିଷାଦ ଅବସାଦ ନ ଆସି ସେଥିରେ ସେ ଆନନ୍ଦ ଅନୁଭବ କରେ। କହୁଛନ୍ତି ସେହି ପ୍ରକ୍ରିୟାଟି ସହିତ ଯେତେ ଯାହା ବାଧା ଓ ଅସୁବିଧା ଜଡିତ ହୋଇ ରହିଥାଏ, ସେଗୁଡିକୁ ସେ ପ୍ରସନ୍ନ ହୋଇ ଗ୍ରହଣ କରିଥାଏ। ପରମ ସତ୍ୟର ଆଭାସ ପାଇଲେ, ଦ୍ଵିତୀୟ କଥା କହୁଛନ୍ତି, ପରମ ସତ୍ୟର ଆଭାସ ପାଇଲେ ଏବଂ ତାର ନିମ୍ନତର ପ୍ରକୃତିଟି ମଧ୍ୟରେ ରହିଥିବା ମିଥ୍ୟାର ଖେଳଟି ଆସି ପଦାରେ ପଡିଗଲେ, ତାହା ହୁଏତ ସବୁଠାରୁ ଅଧିକ ଖୁସି ଅନୁଭବ କରେ। ପରମ ସତ୍ୟର ଯଦି ଆଭାସ ମିଳିଲା କିମ୍ବା ତା ଭିତରେ ନିମ୍ନତର ପ୍ରକୃତିର ଯୋଉ ମିଥ୍ୟା ଖୋଳଟି ରହିଛି, ଯଦି ସେ ମିଥ୍ୟା ଖୋଳଟି ବା ମିଥ୍ୟା ଖେଳଟି, ଏଠି ଖେଳଟି ଲେଖା ହେଇଛି, ମିଥ୍ୟାର ଖେଳଟି ଆସି ପଦାରେ ପଡିଯାଏ। ପ୍ରାଣ ନିଜକୁ ସୁନ୍ଦର ଭାବରେ ସୁରକ୍ଷିତ ରଖିବା ପାଇଁ ସେ ବହୁତ ପ୍ରକାରର ଖେଳ ଖେଳେ। ସେଇ ଯୋଉ ତାର ଯୋଉ ପ୍ରପଞ୍ଚ, ତାହା ଯଦି ପଦାରେ ପଡିଗଲା, ତାମାନେ ମୋ ଭୁଲ କିଏ ମତେ ଦେଖେଇ ଦେଲା, ତେବେ ସିଏ ଆନନ୍ଦ ଅନୁଭବ କରୁଥିବ। ଆମେ କଥା ହୁଅନ୍ତି, ଆପଣ ଚୋରି କରିଛନ୍ତି, ଆପଣଙ୍କୁ ଜଣେ କହିଲେ ଯେ ତମେ ଏଇ ଯୋଉ କାମଟି କରିଛ ଏଇଟା ହଉଛି ଚୋରି କାମ, ଆପଣ ତାକୁ ମନେ ରଖିବେ ସେ ହଉଛନ୍ତି ଆପଣଙ୍କର ମିତ୍ର। ଆମେ ତାକୁ ହିଁ ପରମ ଶତ୍ରୁ କହୁ। ଆମେ କଥା ହଉଥିଲେ ସବୁବେଳେ, ବିଦୁର ଯେହେତୁ ନୀତିପୂର୍ଣ୍ଣ ନ୍ୟାୟପୂର୍ଣ୍ଣ ବିଚାର କରି ମନ୍ତ୍ରଣା ଦଉଥିଲେ, ତେଣୁ ଧୃତରାଷ୍ଟ୍ରଙ୍କ ପାଇଁ ବିଦୁର ଥିଲେ ଅଗ୍ରହଣୀୟ, ସେ ଗ୍ରହଣ କରୁନଥିଲେ। ତାମାନେ ପ୍ରାଣର ସେ କୋଉ ସ୍ତରରେ ଥିଲେ, ଅତି ନିମ୍ନ ସ୍ତରରେ ଥିଲେ। ତେଣୁ ଏଠି ମା କହୁଛନ୍ତି କଣ, ସେ ସତ୍ୟର ଆଭାସ ପାଇଲେ, ମିଥ୍ୟାର ଖେଳଟି ପଦାରେ ପଡିଗଲେ ସେ ଅଧିକ ଖୁସି ଅନୁଭବ କରେ। ଆମେ ରିଆକ୍ଟ କରୁ। ମନେ କରାଯାଉ ଆପଣ ଗୋଟେ ଦାୟିତ୍ୱରେ ଅଛନ୍ତି, ଆପଣଙ୍କ ଘଟଣା ନେଇକରି ଗୋଟେ ଘଟଣା ଦୁର୍ଘଟଣାଟେ ଘଟି ଯାଇଛି ଏବଂ କଥାଟି ପଦାକୁ ବାହାରି ପଡିଲା। ଯିଏ ପଦାକୁ ବାହାର କରି ଆଣିଛି ସାଙ୍ଗେ ସାଙ୍ଗେ ଆପଣ ତା ଉପରେ ଦାଉ ସାଧନ୍ତି, ସାଙ୍ଗେ ସାଙ୍ଗେ, ଆଉ ତାକୁ ଛାଡନ୍ତି ନାହିଁ। ସେଠି ଆପଣ ଖୁସି ହେବେ, ଯାହା ହଉ ମୋ ଭୁଲଟି ପଦାକୁ ସେ ବାହାର କରିପାରିଲେ,
आनंद अनुभव करेंगे ये से कथा कहूँ पिठी सतयबा कौन गोटाए बोझन बहन करुवा परी से कदापि जोग साधना करू न थाए। तीन रे कहले एक रे कहले उपलब्धिर प्रक्रिया आनंद अनुभव करे। दुई रे कहले जो बाधा असुविधा ता पाखक आसे ताकू से प्रसन्न हो ग्रहण करे। तीन रे कहले सत्यर परम सत्यर आभास पाइले निम्न प्रकृतिर प्रकृति मध्य मिथ्यार खेलटी पदारे पड़गले से खुशी अनुभव करे। चार रे कहते बोझ बहन करुवा परी से कदापि जोग साधना करू न थाए। बोझ बहन कर माने मते जबरदस्त दायित्व जोग साधना करुची कौन करी मते एटी छाड़ी देइचंती आउ बेले बेले थाए कौन ना धरा जाऊ प्रश्न करा जाए तमे जो आश्रम को जो जोग साधना करिया को आसीच निजे आह्वान पाई आसीच ना निजे बाछिकी आसीच ना जेहेतु समाज रे तमे अलड़ा हो गल तमे समाज रे तुमको बाट जगह मिलला नहीं तेणु चलो यहीटा गोटे सबुठ भल जगह जो खाया पीवा तो मिल सेठी आसी रहिले आपण जो जोग साधना करने को आसछंती ताहा को भाव नहीं कि आसछंती बोझ बहन करिकी से चल नथे ता भितरे जोग साधना ता पे बोझ नुह मात्र पांच रे कहउचंती ताहाकू से एक सुखकर कर्तव्य रूपे ग्रहण करिथाए स्वतस्फूर्त आनंदर सहित ताकू से ग्रहण करुथिबो। सारे कहउचंती परिवर्तन लगी आवश्यक होउथिबा सबु किछि को से हसी हसी ग्रहण करिने। सात रे से अभियोग करे नहीं। आठ रे आपत्ति करे नहीं। सात रे से गोटे रे से अभियोग और आपत्ति गोटे कथा से अभियोग करे नहीं बा आपत्ति करे नहीं प्रसन्न रही सबू करे अभियोग आपत्ति ता पाखे न दे से आपण मांकर मेसेज पढ़िबे ए हीरो नेवर कंप्लेन्स अगेंस्ट अदर्स। ए हीरो नेवर कंप्लेन्स अगेंस्ट अदर्स जने वीर से केबे का विरुद्ध अभियोग करे नहीं कहीं वीर जी ता पाखे सामर्थ्य अच्छी से ताको परिवर्तन करे दबो ताको अभियोग कहीं करी यदि परिवर्तन करिवार सामर्थ्य नाही तेबे से अभियोग भी कहीं करिवो दीटा कथा यदि सामर्थ्य अच्छे अभियोग कहीं करिवो यदि सामर्थ्य नाही अभियोग कहीं करिवो सामर्थ्य नाही मान तुम अभियोग कर लाभ कौन निजको प्रस्तुत कर सामर्थ्य अच्छी अभियोग कहीं करिवो परिवर्तन कर दियो से अभियोग करे नहीं तेणु आम भितर अभियोग करिवार आपत्ति करिवार प्रवृत्ति यदि थाए तेबे आमे जानिबा ये पर्यंत भी मो प्राण से निम्न स्तर रे रहिछि। सेही लाइन रे कहउचंती जे प्रसन्न रही सबु सह्य करे कारण केवल दिव्य परम सत्तांक सकाशे ही से ताहा करुथाए। से जो सहुची भगवान को पई सहुची से जो निजको सुशिक्षित करुची का विरुद्ध अभियोग करू नहीं एथि पे करूनी भगवान पे करू नहीं। आठ रे विजयटी जे सुनिश्चित होई रही विजयटी जे सुनिश्चित रही से विषय रे तार एक अटल विश्वास थाए। ये अटल विश्वास जे विजय सुनिश्चित कथारे नु शुणिकी कही भाविकी लोकों के अगर कथा कहला बेले कहीकि से भीतर एक पूर्ण विश्वास न कहते श्रीअरविंद जो परम परिवर्तन सूत्रपात कराई शेष में सफलता प्राप्त हो से विषय रे आपनार विश्वास क्षेत्र रे गोटाए मुहूर्त लगी कदापि एपाक सेपाक हुए ना न पॉइंटा कौन है गोटाए मुहूर्त लगी एपाक सेपाक हुए ना आम भितर कौन हुए बेले बेले अनेक समय आसे सतरे कौन यहाँ संभव हाँ जे भगवान अच्छा जे माँ अच्छा जे माँ यहाँ कहते जे किंतु यही क्षेत्र में यहाँ केमती हम एपाक सेपाक हम ना यही धारणा भर पशे ना प्रभु कहते निश्चय हम भारत वर्ष पृथ्वीर आध्यात्मिक पथ प्रदर्शक हम यही जो निश्चयता यहाँ प्रभु कहते
ତେଣୁ ନିଶ୍ଚୟ ହବ। ଅଖଣ୍ଡ ଭାରତ ପ୍ରତିଷ୍ଠା ହବ, ନିଶ୍ଚୟ ହବ। ବର୍ତ୍ତମାନ କିଛି ଦେଖାଯାଉ ନାହିଁ, କିନ୍ତୁ ମନେ ରଖନ୍ତୁ ନିଶ୍ଚୟ ହବ। 370 ଧାରା, ଆମ ଠାରୁ ଯୋଉମାନେ ବୟସ୍କ ବ୍ୟକ୍ତି ସେମାନେ କହୁଥିଲେ ଯେ କାଶ୍ମୀରରେ 370 ଧାରା ଉଚ୍ଛେଦ ହବ, ଏଇଟା ଆମେ କେବେ ବି କଳ୍ପନା କରିପାରୁନଥିଲୁ। କିନ୍ତୁ ତାଙ୍କ ଜୀବନ ଦଶା ଭିତରେ ଭାରତ ସରକାର 370 ଉଚ୍ଛେଦ କରିଦେଲେ। ଜାମ୍ମୁ କାଶ୍ମୀରର ଯୋଉ ଅଂଶଟି ଭାରତ ସହିତ ଏବେ ବି ଅଲଗା ଅଲଗା ରହିଲା ଭଳିଆ ରହିଥିଲା, ସେ ବର୍ତ୍ତମାନ ଅଭିନ୍ନ ଅଙ୍ଗ ହେଇଗଲା। ତେଣୁ ଆଉ ସବୁ ଅଂଶ ଆସିବ। ଯଦି ଆମ ଜୀବଦଶାରେ ଆମେ ଦେଖିଲେ ଯୋଉଟା ଅସମ୍ଭବ ପ୍ରତ୍ୟୟ ହଉଥିଲା ହେଲା, ତେବେ କାହିଁକି ହବନି? ନିଶ୍ଚୟ ହବ। ଏଇଟା ଗୋଟିଏ କଥା କହୁଛି। ତେଣୁ ଶ୍ରୀ ପ୍ରଭୁ କହିଛନ୍ତି ମାନେ ତାହା ନିଶ୍ଚୟ ହବ, ଏଥିରେ ସେ ଏପାକ ସେପାକ ହୁଏ ନାହିଁ। ଆମେ ହାତକୁ ନେଇଥିବା କାର୍ଯ୍ୟଟିର ସାଧନ ବିଷୟରେ ଆଦୌ କୌଣସି ଠାରେ ଏତେ ଟିକେ ସନ୍ଦେହର କୌଣସି ଅବକାଶ ନାହିଁ। ତେଣୁ 10ରେ ମନେ ରଖିବା, ସନ୍ଦେହ ଆସିବ ନାହିଁ ଆମ ଭିତରେ। ଏହାକୁ ଆଉ କେବଳ ଗୋଟିଏ ପରୀକ୍ଷା ବୋଲି କଦାପି କୁହାଯିବ ନାହିଁ। ପରମ ଅତି ମାନସର ଏକ ଅନିବାର୍ଯ୍ୟ ପରିପ୍ରକାଶ ରୂପେ ହିଁ ତାହା ଘଟିବ। ମା ସେଇଠି ଲେଖିଲା ବେଳେ ଲେଖୁଛନ୍ତି, ଯଥାର୍ଥ ଭାବରେ ଦୀକ୍ଷିତ ପ୍ରାଣିକ ଭାଗଟିକୁ ବିଜୟ ଲାଭ ବିଷୟରେ ଏକ ନିଶ୍ଚିତ ପୂର୍ବ ସୂଚନା ହିଁ ମିଳିଯାଇଥାଏ। ଯୋଉ ପ୍ରାଣ ଯେତେବେଳେ ଦୀକ୍ଷିତ ହେଇଯାଉଛି, ଦୀକ୍ଷିତ ଏଠି କୁହାଯାଉଛି କନଭର୍ଟେଡ, ତାମାନେ ପ୍ରାଣ ପ୍ରସ୍ତୁତ ହେଇଗଲାଣି, ନିଜକୁ ପ୍ରସ୍ତୁତ କରିଦେଲାଣି ନିମ୍ନତର ଗତିବୃତ୍ତିରୁ ଉଚ୍ଚତର ଗତିବୃତ୍ତି ଅନୁସାରେ ନିଜକୁ ପରିଚାଳିତ କରିବା ପାଇଁ। ଯେତେବେଳେ ସେ ନିଜକୁ ପ୍ରସ୍ତୁତ କରି ସାରିଲାଣି, ସେତେବେଳେ ତା ଭିତରେ ଏକ ନିଶ୍ଚିତ ପୂର୍ବ ସୂଚନା ଥାଏ। ମାନେ ସିଏ ନିଶ୍ଚିତ ନିଶ୍ଚୟ ବୋଧ ଆସି ଯାଇଥାଏ ଯେ ହଁ ବିଜୟ ନିଶ୍ଚୟ। 11 କହୁଛନ୍ତି, ଆପଣା ଭିତରେ ତାହା ସର୍ବଦା ଶକ୍ତି ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବା ପରି ଅନୁଭବ କରୁଥାଏ। ସେ ସବୁବେଳେ ମାନେ କେବେ ବି ଶକ୍ତିହୀନ ବୋଲି ଅନୁଭବ କରିବାର ସମ୍ଭାବନା ନାହିଁ। ସବୁବେଳେ ଶକ୍ତି ପୂର୍ଣ୍ଣ ହୋଇ ରହିଥାଏ ବୋଲି ଅନୁଭବ କରେ। ଭଗବାନ ସହିତ ଯେତେବେଳେ ଏକାତ୍ମ ହେଇଯାଇଥିବ, ତାଙ୍କର ସ୍ରୋତ ଲାଗି ଯାଇଥିବ, ତେଣୁ ଶକ୍ତି ସବୁବେଳେ ସେ ଅନୁଭବ କରିବ। 12 କହୁଛନ୍ତି, ସେହି ପରମ ସତ୍ତାଙ୍କ ବିଷୟରେ ତାହା ଆପଣା ଭିତରେ ସର୍ବଦା ସଚେତନ ହୋଇ ରହିଥାଏ। ଏଇଟା ବହୁତ ବଡ କଥାଟେ। ଆମ ଭିତରେ ଆମେ ସର୍ବଦା, ତାମାନେ ପ୍ରତ୍ୟେକ ମୁହୂର୍ତ୍ତରେ ସଚେତନ ହେଇ ରହୁଥିବା। କଣ? ମୋର କୋଣ ଅନୁକୋଣରେ, ମୋ ମନର, ମୋର ସବୁ ସତ୍ତାର ସବୁ ଅଂଶରେ ଗୋଟେ ସଚେତନ ଭାବ ରହିଥିବ ଯେ ପରମ ସତ୍ତା ମୋ ଭିତରେ ରହିଛନ୍ତି, ବିଜୟ ସୁନିଶ୍ଚିତ। ତେଣୁ ଆପଣା ଭିତରେ ସର୍ବଦା ସଚେତନ ହେଇ ରହିଥାଏ। ତା ଭିତରେ ରହି, ସେଇଟାର ଏକ୍ସପ୍ଲେନେସନ କହୁଛନ୍ତି, ତା ଭିତରେ ରହି ପ୍ରକୃତରେ ସେଇ ଯେ ଆବଶ୍ୟକ ସବୁ କିଛି କରୁଛନ୍ତି, କିଏ? ଭଗବାନ ପରମ। ଓ ସେଇ ଯେ ଶତ୍ରୁ ମାନଙ୍କର ପ୍ରତିରୋଧ କରି ପରିଶେଷରେ ସେମାନଙ୍କ ଉପରେ ବିଜୟ ହାସଲ କରିବାର ଅମୋଘ ଶକ୍ତିଟିକୁ ଆଣି ଉତାରି ତାଙ୍କ ଭିତରେ ଭରି ଦଉଛନ୍ତି, ସେ ବିଷୟରେ ତାହା ସର୍ବଦା ସଜ୍ଞାନ ହୋଇ ରହିଥାଏ। ଆଉ ନିଜକୁ ନେଇକି ସେ ଗର୍ବ ଗୌରବ କରିବ ନାହିଁ। ମୁଁ କରିଦେଇଛି, ମୁଁ କରିଥିଲି, ଚେଷ୍ଟା କରିଥିଲି ବୋଲି ହେଲା ନା ଆଉ। ଭଗବାନଙ୍କୁ କହିଥିଲି ଯେ ମୋ ଚେଷ୍ଟା ଯୋଗୁ ହେଲା ନା ଆଉ, ଏ ଭାବ ରହିବ ନାହିଁ। ସବୁବେଳେ ସେ ଅନୁଭବ କରିବ ତାରି ଭିତରେ ସେ ଉଚ୍ଚତମ ଶକ୍ତି, ଜ୍ଞାନ, ସବୁ ଗୁଡାକ ସିଏ ଭଗବାନ ନିଜେ ପରମ ନିଜେ ଭରି ଦଉଛନ୍ତି। ଏବଂ ଯୋଉ ବିଜୟ ହାସଲ କରୁଛନ୍ତି, ସେ ଧୀରେ ଧୀରେ ବିଜୟ ହାସଲ କରେଇ ନଉଛନ୍ତି। ସବୁ ଗୁଡିକ ତାଙ୍କ ଭିତରେ ସେ ନିଜେ ହିଁ କରିଦଉଛନ୍ତି। ଏଇ ସଜ୍ଞାନ, ଏଇ ଜ୍ଞାନଟି ଆସିଥାଏ। ନହେଲେ ଅନେକ ସମୟରେ ଆମେ ଭାବୁ ମୋର କର୍ମ କ୍ରିୟା ଯୋଗୁ ମୁଁ ଏତେ ବଡ ପଦବୀ ପାଇଛି। ଅନେକ ବ୍ୟକ୍ତି ଯେତେବେଳେ ମାଙ୍କ ପାଖରେ ଆମେ ଦେଖୁଛୁ, ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ପାଖରେ ବଡ ବଡ ସାଧୁ ବା ବଡ ବଡ ଆମେ କହିବା ଯେ ଦାୟିତ୍ୱରେ ଯେତେବେଳେ ରହୁଛନ୍ତି, ସେମାନେ ଅନେକ ସମୟରେ ଭାବନ୍ତି ମୋର ସାମର୍ଥ୍ୟ ଥିଲା ବୋଲି ସିନା ମତେ ଏତେ ବଡ ଦାୟିତ୍ୱ ବୋଧ ଦିଆ ହେଇଛି। ଏଇଟା ପ୍ରଥମ ଅବସ୍ଥାରେ ଆସେ ନାହିଁ। କିଛି ବର୍ଷ ପରେ ଯେତେବେଳେ ଧୀରେ ଧୀରେ ପରିପକ୍व ଅବସ୍ଥା ଆସିଲା ଭଳିଆ ଲାଗେ, ସେତେବେଳେ ଆମ ଭିତରେ ଏକ ଧାରଣା ଆସେ ଯେ ମୋର ସାମର୍ଥ୍ୟ ଥିଲା ବୋଲି ଭଗବାନ ମତେ ବାଛିଛନ୍ତି। ଅନେକ ଲୋକ କହନ୍ତି, ମା କହିଛନ୍ତି ତମେ ଯେ ପର୍ଯ୍ୟନ୍ତ, ଆମେ କହୁନୁ who chooses the infinite, infinite has chosen him। ଯିଏ ଭଗବାନଙ୍କୁ ବାଛୁଛି, ଭଗବାନ ତାକୁ ବାଛିଛନ୍ତି ବୋଲି ସେ ବାଛୁଛି। ଏଇଟାକୁ ସେମାନେ ଅନ୍ୟ ଅର୍ଥରେ ନିଅନ୍ତି। କଣ କୁହନ୍ତି? ମୋ ଭିତରେ ସାମର୍ଥ୍ୟ ଥିଲା ବୋଲି ମା ମତେ ବାଛିଛନ୍ତି, ଭଗବାନ ମତେ ବାଛିଛନ୍ତି, ତେଣୁ ମୁଁ ତ ଏ ଯୋଗକୁ ଆସିଛି, ନହେଲେ ମୁଁ କଣ ଆସିଥାନ୍ତି। ତେଣୁ ମୋ ଭିତରେ ସାମର୍ଥ୍ୟ ଥିଲା ବୋଲି ନା ଆଉ,
ମତେ ଭଗବାନ ବାଛିଛନ୍ତି ମାନେ ଜଷ୍ଟ ଅପୋଜିଟ ଥିଙ୍କିଂ ଏଟା ଏଠି ମାନେ ଲେଖୁଛନ୍ତି ସେଟା ଏଇଟା ହଉଛି ଅପୋଜିଟ ଥିଙ୍କିଂ। କିନ୍ତୁ ନିଜ ପ୍ରାଣକୁ ବାହାବା ଦେବା ପାଇଁ ପ୍ରଶଂସା ପାଇବା ପାଇଁ ଅନେକ ବ୍ୟକ୍ତି ଆମେ ବି ଶୁଣୁଛୁ ଭାଷଣରେ କହିଲା ବେଳେ କୁହନ୍ତି ଆମେ ହଉଛୁ ମାନେ ଆମେ ଗର୍ବ କରିବା କଥା ଗୌରବ ବହନ କରିବା କଥା ଯେ ମା ଆମକୁ ବାଛିଛନ୍ତି ମା ବାଛିଛନ୍ତି ଠିକ କିନ୍ତୁ ତମେ ସମର୍ଥ ବୋଲି ନୁହଁ ମା ସମସ୍ତଙ୍କୁ ସୁଯୋଗ ଦଉଛନ୍ତି ତା ଭିତରୁ ତମକୁ ଜଣକୁ ସୁଯୋଗ ଦେଇଛନ୍ତି ତେଣୁ ସିଏ ସବୁବେଳେ ସଜ୍ଞାନ ରହେ ଯେ ତା ଭିତରେ ଭଗବାନ ନିଜେ ତାକୁ ଶକ୍ତି ଦଉଛନ୍ତି ବିଜୟ ହାସଲ କରାଉଛନ୍ତି ତାପରେ ସେ ହତାଶା ତେଣୁ ମା ସେଇଠି ବର୍ଣ୍ଣନା କରୁଛନ୍ତି ତେଣୁ ସେ ହତାଶା ଅନୁଭବ କରିବ କାହିଁକି ଅଭିଯୋଗ କରିବାକୁ ଯିବ ବା କାହିଁକି ଇପ୍ସିତ ରୂପାନ୍ତରଟି ଅବଶ୍ୟ ଘଟିବାକୁ ଯାଉଛି କେହି ତାହାକୁ ଅଟକାଇ ରଖିପାରିବ ନାହିଁ ଇପ୍ସିତ ରୂପାନ୍ତରଟି ଅବଶ୍ୟ ଘଟିବାକୁ ଯାଉଛି କେହି ତାହାକୁ ଅଟକାଇ ରଖିପାରିବ ନାହିଁ ପରମ ସର୍ବଶକ୍ତି ମାନଙ୍କର ପୂର୍ବ ନିର୍ଦ୍ଦିଷ୍ଟ ଇଚ୍ଛାଟିକୁ କେହି ଅନ୍ୟଥା କରିଦେଇ ପାରିବ ନାହିଁ ତେଣୁ ଆପଣାର ସକଳ ଆତ୍ମସଂଶୟ ଏବଂ ଦୁର୍ବଳତାକୁ ପଛରେ ପକାଇ ଦେଇ ଆସ ତେଣୁ ମା କଣ କହୁଛନ୍ତି ଆପଣାର ସକଳ ଆତ୍ମସଂଶୟ ଓ ଦୁର୍ବଳତା ଯାହା ରହିଛି ତାକୁ ପଛରେ ପକେଇ ଦେଇ ଆସ ଏହି ଦୀର୍ଘ ସମରକୁ ଏକ ସ୍ଥାୟୀ ବିଜୟ ଲାଭରେ ପରିଣତ କରିଦେଇ ପାରିବାର ସେଇ ମହାନ ଦିନଟି ଆସି ଉପସ୍ଥିତ ହେବା ପର୍ଯ୍ୟନ୍ତ ତୁମେ ସାହସର ସହିତ ଇତ୍ୟବସରରେ ସବୁ କିଛି ସହ୍ୟ କରିବ ବୋଲି ଅବଶ୍ୟ ସଂକଳ୍ପବଦ୍ଧ ହୁଅ ଯେ ପର୍ଯ୍ୟନ୍ତ ସେଇ ବିଜୟ ହାସଲ ମୁଁ ନ କରିଛି ସେ ପର୍ଯ୍ୟନ୍ତ ମୁଁ ଦୃଢ ସଂକଳ୍ପବଦ୍ଧ ହେଇ ରହିବି ମୁଁ ଏଇ ଦୀର୍ଘ ସମର ଦୀର୍ଘ ଯୁଦ୍ଧ ପାଇଁ ମୁଁ ପ୍ରସ୍ତୁତ ମୁଁ ନିଶ୍ଚୟ ସମ୍ମୁଖୀନ ହେବି ସବୁ ଆତ୍ମସଂଶୟ ସବୁ ଦୁର୍ବଳତାକୁ ପଛରେ ପକେଇ ଦେଇକରି ନିଜକୁ ସେ ଆଗରେ ଆଣି ରଖିବ ମା ଆଜି ଏଇଟା ସରିଲା ଆମେ ତାହେଲେ ମାଙ୍କୁ ଆହ୍ୱାନ କରିବା ଛାଡିବା ମା ओ शांति 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 माँ थैंक यू ऑल रॉबर्ट